आज विजय आलोचना करिया कली जुगे सावित्री व्रत निकटरे गला सावित्री व्रत सावित्री व्रत बर्तमान समते कर ठीक ना भूल सावित्री व्रत किए करते ना सत्यवान को बचाई कि सावित्री कौन करते नैष्टिकतार सहित सतीत्व बल सत्यमान को बचे ना नहीं गोटे कहती नहीं ना नमरुपति न पाऊ राति 7 राति हो 21 राति कथा बुझे ना 1 राति हो शपथ राति माने 7टा राति से गोटे राति कटि जाओ शुणी सत्यवान को जो जम नहीं जाता ये से तपस्या कले सब अच्छी तेणु सती माँ जड़े माने सत्यवान और सावित्री सावित्री सतीत्व बल जमराज पाखु स्वामी कौन करते उद्धार कर बचे वर्तमान महापुरुष अच्युत लिखि ना सावित्री व्रत जे घरे घरे हम जड़े के सती न थे तलपदटा कह बुझे सावित्री व्रत कली जुगे समस्ते करेंगे जड़े के सती न लिखिं नारी मान उग्र हेबे गेरस्थ को पाद तले रखिबल जाई भूल लिखि ना पर पुरुषे रमिबे लिखि ना गोटे नारीर इष्ट होउछि तार स्वामी गोटे नारी गुरु दीक्षा बहन करि परिबो नाही शास्त्र कहि यदि करिवो तार स्वामीर परामर्श नेला पर करिवो गोटे नारी ओषावर्त करिवो जे स्वामीर परामर्श नेला पर करिवो कारण कौन ना स्वामी गुरु स्वामी परम बांधव स्वामी सेवा नारी धर्म स्वामी पदे मती अर्चना रे भक्ति करुथिव नित्य कर्म स्वामी तार होची इष्ट स्वामी होछन तार गुरु स्वामी होछंती परम बांधव स्वामी गुरु स्वामी परम बांधव स्वामी सेवा नारी धर्म एक कथा शास्त्र कहूँ महापुरुष कहती कली जुगे माँ मैंने कौन सी माँ को आम समालोचना करूँ शास्त्र जहाँ कहूँ आम नारी माने उग्र हेबे गेरस्थ को पाद तले रखिल जाई नारी स्वामी की सम्मान दबार कर्तव्य स्वामी मध्य नारी की सम्मान दबार कर्तव्य गोटे स्त्री सबु बेले स्त्री नुह से केते भौणी केते माँ केते जनु ये जोगमाया केते झील केते अर्धांगिनी ता सब स्तर रही गोटे नारीर इष्ट होती किए से स्वामी बर्तमान ना आ गोटे मन रखी समस्ते बापा ही पारे समस्ते पिता ही पारे समस्ते माँ ही पारे समस्ते जननी ही पारे समस्ते स्त्री ही पारे समस्ते पत्नी ही पारे नहीं चाणक्य गोटे श्लोक कहते चाणक्य गोटे पद मन पड़े ऋणी रूपी पिता शत्रु माता शत्रु व्यभिचारिणी स्त्री च रूपवती शत्रु पुत्र शत्रु को बोली जो स्त्री स्वामीर दुख सुख भागी है ना सदा सर्वदा निजर सौंदर्य को कौन कला
ଉପଭୋଗ କଲା, ସିଏ ହଉଛି ସ୍ୱାମୀର ପରମ ଶକ୍ତି। ବର୍ତ୍ତମାନ କଣ ନାରୀ ବର୍ଷା ମାନବା, ତାଙ୍କର କାମନା ଶକ୍ତି ପାଇଁ କି ଇଏ କଣ ତାଙ୍କ ପାଖେ ସରେଣ୍ଡର ହେଇଯାଆନ୍ତି। ସବୁ ଗାଳି ଦିଅ ପଛେ ଇଏ ହସିଦେବେ, ଠିକ ନା ଭୁଲ? ସେ ଦି ଜାବୁଡା ପକେଇଲେ ମଧ୍ୟ ହସିଦେବେ। କାହିଁକି? କଣ କାମନା ବାସନା, ଟିକେ ସୁଖ ପାଇଁକି ଇହାରି କଣ ନତମସ୍ତକ। ଏଇ କଥା ଘଟିବ ବୋଲି ମହାପୁରୁଷ ଅଚ୍ୟୁତ କହିଥିଲେ, ଯାହା ତାହା ବର୍ତ୍ତମାନ ଘଟୁନି ସମାଜରେ, ଘଟୁନି। ସାବିତ୍ରୀ ବ୍ରତ ଯେ ଘର ଘର ହେବ, ଜଣେ କେ ସତୀ ନଥିବେ। କେତେ ଜଣ ମା ମାନେ ସ୍ୱାମୀ କି ଇଷ୍ଟ ବୋଲି ମାନନ୍ତି, ବୁଝୁଛନ୍ତି? ସାବିତ୍ରୀ ବ୍ରତ ଆଉ ସୁଦଶା ବ୍ରତ। ସାବିତ୍ରୀ ବ୍ରତରେ କଣ ହବ? ଯଦି ପୁରୁଣା ଲୁଗାଟା ଟିକେ ଦାମିକିଆ ନହେଲା, ସେ ଲୁଗାକୁ ମା ମାନେ ଫୋପାଡ଼ି ଦେବେ। ଫୋପାଡ଼ି ଦଉଛନ୍ତି, ଆମେ ଆଖିରେ ବି ଦେଖୁଛୁ। ତେଣୁ କଳିଯୁଗରେ ଘଟିବ ବୋଲି ମହାପୁରୁଷ କଥା କହିଥିଲେ। ଠାକୁର ଅଭିରାମ ପରମହଂସ ଯେତେବେଳେ ଆସିଲେ, ସିଏ କଣ ଘଟିବ ବୋଲି ସିଏ କହୁଛନ୍ତି, ବୁଝିହଉଛି? ଠାକୁର ଅଭିନ୍ନ ସୁନ୍ଦର ତାଙ୍କ ଅନନ୍ତ ଗୀତାରେ କଥା କହୁଛନ୍ତି। ସ୍ତ୍ରୀ ମାନେ ସବୁ ପ୍ରବଳ ହୋଇବେ, ଦୁର୍ବଳ ପତି ନାସିବେ। ଅପତି ବ୍ରତାପଣକୁ ଆଚରଣ ଥୋକେ, 5 ସ୍ୱାମୀ ନେବେ। ଗାଳି ଖୁସି ହଉନି? ସ୍ୱାମୀ ଥାଇ ମହାପୁରୁଷ କଣ କହିଲେ? ସ୍ୱାମୀ ଥାଇକି ପର ପୁରୁଷେ ରମିବେ। ଏଠି ଠାକୁର କହିଲେ କଣ? ସ୍ୱାମୀ ଥାଇ କଣ ହେବେ? 5 ପୁରୁଷକୁ କଣ କରିବେ? ମନ ବଳେଇବେ। ସ୍ତ୍ରୀ ମାନେ ସବୁ ପ୍ରବଳ ହୋଇବେ, ଦୁର୍ବଳ ପତି ନାସିବେ। ଯୋଉମାନେ ଦୁର୍ବଳ ତାଙ୍କୁ କଣ କରିବେ? କୋଉଥିରେ ଦୁର୍ବଳ? ନା ଯାହାର କାମନା ବାସନା ଭାବ ଥିବ, ସେ ତା ପାଖେ ଦୁର୍ବଳ ହେଇଯିବେ। କାହା ପାଖରେ? ସ୍ତ୍ରୀ ପାଖରେ। ଅପତିବ୍ରତାପଣକୁ ଆଚରଣ, ପତିବ୍ରତା ସେ ନାରୀ ହେଇନଥିବେ, ସେ କଣ ଅପବିତ୍ର ଭାବକୁ ଆଚରଣ କରି ଥୋକେ 5 ସ୍ୱାମୀ ନେବେ। ଅନ୍ୟ ପୁରୁଷ ପାଖେ କଣ କରିବେ? ମନ ବଳେଇବେ। ଥୋକେ ସ୍ତ୍ରୀ ମାନେ ସ୍ୱାମୀ କି ପାଦରେ ହଟାଇବେ ଆଜ୍ଞା ଅଜ୍ଞାନରେ। ସ୍ତ୍ରୀ କଲେ ଗାଳି ପାଚିଲା କଦଳୀ, ମଣୁଥିବେ ଥୋକେ ନରେ। ଜୟ ଜଗନ୍ନାଥ। କହିଲେ ସ୍ତ୍ରୀ ମାନେ କଣ? ସ୍ୱାମୀ କି ପାଦ ତଳେ ହଟେଇବେ। ଅଚ୍ୟୁତ ସେଇଆ କହିଲେ, ନାରୀ ମାନେ ଅଗ୍ର ହେବେ, ସ୍ୱାମୀ କି ପାଦ ତଳେ ରଖିଗଲ ଯାଇପୁର ହେଲା। କିଛି ନାରୀ ଆସିବେ ଉଗ୍ର ହେଇ କଣ କରିବେ? ସ୍ତ୍ରୀ ମାନେ କଣ କରିବେ? ସ୍ୱାମୀ କି ପାଦ ତଳରେ ହଟେଇବେ। ଆଉ ସ୍ତ୍ରୀ ଯଦି ଗାଳି ଦିଏ, କିଛି ସ୍ୱାମୀ ଥିବେ କଣ କରିବେ? ହସି ଦେଇକି ଭାବି ଦେଇକି ସେ ପଶିକି ପଳେଇବେ। ସେଇଆ ହଉନି? କେତେ ଦୋଷ ପଛେ, ଯେତେ ଦୋଷ ପଛେ ସ୍ତ୍ରୀ କରିଯିବେ, କାମ କେଳି ମାତ୍ର ମୂଳ। ଅନଳେ ପତଙ୍ଗ ପଡ଼ିଲେ ଯେପରି, ତେସନଟି ଶେଷ ଫଳ। କି ସୁନ୍ଦର କଥା କହିଲେ। କହିଲେ ମହାପୁରୁଷ ଠାକୁର କହୁଛନ୍ତି, ଅନଳ ନିଆଁ ଜଳୁଛି, ଗୋଟେ ପତଙ୍ଗ, ତାକୁ ନିଆଁଟା ଭାରି ସୁନ୍ଦର ଦେଖାଯାଉଛି, ସେ ଆସି ଫଟକିନି ପଡୁଛି, ତା ଦେହରେ ମରୁଛି। ସେ ଅଗ୍ନିଟା ତା ପାଇଁ କାଳ ବୋଲି ପତଙ୍ଗ ଚିନ୍ତା କରିପାରୁ ନାହିଁ। ପୁରୁଷ କାମନା ପାଇଁ କି କାମନା ଶକ୍ତିରେ ଏତେ ଆବଦ୍ଧ ହେଇଯାଉଛି, ଯାହା ଫଳରେ ସେ କଣ? ତା ସ୍ତ୍ରୀ ପାଖେ ସରେଣ୍ଡର କରିଯାଉଛି। ସ୍ତ୍ରୀ ଗାଳି ଦେଲେ ମଧ୍ୟ ସେ ତାକୁ ସହିଯାଉଛି, ଛାଞ୍ଚୁଣି ବାଢିଲେ ମଧ୍ୟ ସହିଯାଉଛି। ଯେମିତି ଅଗ୍ନି ଧିରେ ପଡିକି ମରୁଛି କିଏ? ସେ ପତଙ୍ଗ। ଇଏ ସେମିତି ନାରୀ ପାର୍ଶ୍ୱରେ କଣ ହଉଛି? ପତଙ୍ଗ ପରି ପଡିକି ମରୁଛି। ତଥା ମୋର ଜୀବନ ପଳଉଛି। ତା ମାନେ କଣ? କଣ? ଅଶାନ୍ତିର ବହ୍ନି, କାମଲାଳସା ସତୀ ପତି, ଅନଳ ହୁତାସନ ଜତି। ଧନ୍ୟ ଏ ମାନ
বছরীর স্ত্রী যে অনল সমান নপস অনଳରେ যাই পশিলে পতঙ্গ পড়ই ବୋଲ ଆନନ୍ଦ କବା ହରି ବୋଲ। ତେଣୁ ଯୁଗେ ଯୁଗେ କଣ ହେଇଛି ମା ଜଗଧାତ୍ରୀ ତାଙ୍କ ନେଇ ଜଗତ ସୃଷ୍ଟି ତାଙ୍କ ନେଇ ଜଗତ ମଧ୍ୟ ବିନାଶ। ଯାବତ ନାରୀ ଉଗ୍ର ହବ ତାବତ ସଂହାର। ଏଗୁରା ସବୁ ଲକ୍ଷଣ। ଗାଁରେ କୁକୁର ଭୋକିଲେ ଲୋକମାନେ କୁହନ୍ତି ଗାଁ ଗୋଟେ କିଏ ମରିବ। ଯଦି ଅଣ୍ଡିରା ବିଲୁଆ ଭୋକିଲା ଗହିର ଭିତରେ ଅତୀତରେ କୁହନ୍ତି କୋଉ ଗାଁ ପାଇଁ ବିପଦ ଅଛି ହେଲା। ନାରୀ ପୁରୁଷର ନାକ କୌଣସି ବ୍ୟକ୍ତିର ନାକ ଯଦି ବଙ୍କା ହେଇଗଲା ଦେଖିବ ତାହେଲେ ସେ ବୁଝି ହଉଛି। ଦ୍ରୌପଦୀ ମୁଣ୍ଡ ଖୋଲିଲେ ବିନାଶ, ଦୁର୍ଗା ମୁଣ୍ଡ ଖୋଲିଲେ ବିନାଶ। ବର୍ତ୍ତମାନ ସମସ୍ତେ ମୁଣ୍ଡ ଖୋଲିଦେଲେ ଜୟ ଜଗନ୍ନାଥ। ତେଣୁ ମହାପୁରୁଷ ଅଚ୍ୟୁତ ଯୋଉ କଥା କହିଥିଲେ ଠାକୁର ଅଭିନ୍ନ ସୁନ୍ଦର ମଧ୍ୟ ସେଇ କଥା କହିଛନ୍ତି। ତେଣୁ ଆମେମାନେ ସଦାସର୍ବଦା ସଜାଗ ହୋଇ ଜୀବନରେ କେମିତି ମନୁଷ୍ୟ ଶାନ୍ତି ଅନୁଭବ କରିବ ସମସ୍ତେ ଚିନ୍ତା କରିବା ଆମମାନଙ୍କର କର୍ତ୍ତବ୍ୟ। ବର୍ତ୍ତମାନ ସମସ୍ତେ ଧନ ପଛରେ ଗୋଡଉଛନ୍ତି କିନ୍ତୁ ଶାନ୍ତିଟାକୁ କେହି ଖୋଜୁ ନାହାନ୍ତି। ଯାହା ଜୀବନରେ ଶାନ୍ତି ନାହିଁ ସେ ମରିଚିକା ସହିତ ସମକକ୍ଷ। ବୋଲ ଆନନ୍ଦେ କବାର ହରି ବୋଲ। ଜୟ ଜଗନ୍ନାଥ।